ଘୋଡ଼ା ବେପାର ହବ ବୋଲି ଗୋଟେ ସମ୍ଭାବନା ଯଥେଷ୍ଟ ଥିଲା। ବିଜେଡି ଭିତରେ ଅସନ୍ତୁଷ୍ଟ ଥିଲା। ଆଗରୁ ବି କଂଗ୍ରେସ ବାଲା କିଛି ଘୋଡ଼ା ବେପାର କରିଲେ ବ୍ୟସ୍ତ କରିଛନ୍ତି। ତେଣୁ ଗୋଟେ ରିସ୍କି ରାସ୍ତା, ସେଇଥିପାଇଁ ମୁଁ କହିଥିଲି, ମୋ ମତଟା ଦେଇଥିଲି। ମୁଁ ଗ୍ରହଣ କଲେ ବୋଲି କହୁନାହିଁ, ମୁଁ ମତଟା ଦେଇଥିଲି ଯେ ହାରିଲେ ହାରିବା ପଛେ ଆମେ ଗୋଟେ କ୍ୟାଣ୍ଡିଡେଟ୍ ଦେଇଦେବା, ଆମେ ଆଜି ଲୋକଙ୍କୁ ଦେଖେଇବା ଆମେ 14କୁ 14 ଏକାଠି ହବୁ। ତାହେଲେ ଲୋକମାନଙ୍କ ଭିତରେ ଗୋଟେ ପ୍ରଚାର ହେଇଥାନ୍ତା ଯେ କଂଗ୍ରେସ ବାଲା ଏଇ ଉଦ୍ଦେଶ୍ୟରେ କହିଥିଲି। ଜିତିବା ଉଦ୍ଦେଶ୍ୟରେ କହିନଥିଲି, ଜିତିବାର ଆମର କିଛି ସମ୍ଭାବନା ନଥିଲା। ଏବଂ କହିଥିଲି ମଧ୍ୟ ମିଶିକି କଲେ ମଧ୍ୟ ଯଦି ପ୍ରକୃତରେ ମିଶିବେ ଜିତିଯିବେ, କିନ୍ତୁ ପ୍ରକୃତରେ ମିଶିବେ କି ମୋର ସନ୍ଦେହ ଥିବ। କାହିଁକି ଇଲେକ୍ସନ ଆସିଗଲେ ରାଜ୍ୟସଭା ଲୋକଙ୍କୁ ବହୁତ ଲୋକଙ୍କୁ ରାତିରେ ନିଦେ ହୁଏନି ତାର ଫାଇଦା ନେବା ପାଇଁ, ସେ ଏଇ ହେଲା। କିନ୍ତୁ ବାଚସ୍ପତିଙ୍କ ପାଖରେ ଆପଣଙ୍କ ଦଳ ବିଜେଡି ମୁଁ ତ ଆଜି କହିଲି, ଆଜି ବି ଏଇନା ସଭାରେ କହିଲି, ମୁଁ କହିଲି 33% ମହିଳା ରିଜର୍ଭେସନ 23 ମସିହାରୁ ବିଲ୍ ପାସ୍ ହେଲାଣି, ତାକୁ କାହିଁ କାର୍ଯ୍ୟକାରୀ କରୁନାହାନ୍ତି ଆଗେ। ଇଏ ବର୍ତ୍ତମାନ ବିରୋଧୀକି ଗୋଟେ ଦୋଷୀ କରିବା ପାଇଁ ଗୋଟେ ପାଲା କରିଛନ୍ତି ନା ଆସେମ୍ବଲି ଡାକିଛନ୍ତି। ତୁମେ ଆଜି କୁହ ଡିମାଣ୍ଡ କର ଆଜିଠୁ, କାହିଁ 50% କାହିଁ ମହିଳା ହଉ, ଜନସଂଖ୍ୟା ତ ସେମାନେ 50%, ତାହେଲେ ଏକାଥରେ ତୁମେ ରିଜଲ୍ୟୁସନ ଆଣ 50% ମହିଳା। ଆଜି ନହେଲେ ତ କାଲି 50% ମହିଳା ପାଇଁ ମୁଁ ଦାବି କରୁଛି। କେନ୍ଦୁଝର ଘଟଣା, ଶବ ବୋହିକି ଭାଇ ଭଉଣୀର ଶବ ବୋହିକି ବ୍ୟାଙ୍କ ଗଲା, ଆପଣଙ୍କ ଜିଲ୍ଲାର ଘଟଣା ଆପଣ ଟ୍ୱିଟ୍ କରି ନିନ୍ଦା ବି କରିଛନ୍ତି। ଗୋଟେ କେମିତି ବ୍ୟବସ୍ଥାର ପ୍ରହସନ। ଶୁଣନ୍ତୁ, କଥା ହଉଛି ଭଉଣୀ ମରିଗଲା, ତା ଆକାଉଣ୍ଟରେ ଟଙ୍କା ନାହିଁ। ତେଣୁ ଭାଇ ଆସିକି ଗରିବ ଲୋକ ବିଚାରା ଆଇନ କାନୁନ ନ ଜାଣି ଥାଇପାରେ। ଯଦି ସିଏ ଯୋଉ କଣ କହନ୍ତି କି ସାର୍ଟିଫିକେଟ, ସେ ଉତ୍ତରାଧିକାରୀ ସାର୍ଟିଫିକେଟ ବ୍ୟାଙ୍କ ବାଲାକୁ ପ୍ରଡ୍ୟୁସ ନ କରିବ, ବ୍ୟାଙ୍କ ବାଲା ଦେବେ କେମିତି? ତେଣୁ ବ୍ୟାଙ୍କ ବାଲା ସେ ଲୋକକୁ ସହଯୋଗ କରି କିପରି ଠିକ ଭାବରେ ତାକୁ ରାସ୍ତା ଜଣେଇ ତାର ଉତ୍ତରାଧିକାରୀ ସାର୍ଟିଫିକେଟ ଆଣିକି ଟଙ୍କା ମାଗିଛି କି ନାହିଁ ସେ କଥା ମୁଁ ଜାଣିନି। ନହେଲେ ବ୍ୟାଙ୍କ ବାଲା ତାଙ୍କୁ ଆଡଭାଇସ୍ କରିଥାନ୍ତେ ଯେ ତୁ ଉତ୍ତରାଧିକାରୀ ସାର୍ଟିଫିକେଟ ତାହେଲେ ତୁ ଟଙ୍କା ପାଇଁ ଯୋଗ୍ୟ। ପ୍ରଶାସନ ମଧ୍ୟ, ଯୋଉମାନେ ପ୍ରଶାସନରେ ଅଛନ୍ତି ସେମାନେ ମଧ୍ୟ ତାକୁ ସେହିପରି ଉପଦେଶ ଦେବା ଉଚିତ ଥିଲା। ଏଠି ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି ସେ ଗରିବ ଲୋକକୁ, ପ୍ରଶାସନ ତରଫରୁ, ବ୍ୟାଙ୍କ ତରଫରୁ।